ପ୍ରକୃତରେ ସୀତାଙ୍କୁ ରାବଣ ଚୋରି କରିଛି? ଏଇ ହଉଛି ପାଲାର ପଣ୍ଡିତେ, ଏଇ ପ୍ରଶ୍ନଟା ହଉଛି ମୂଲ୍ୟବାନ ପ୍ରଶ୍ନ। ରାବଣ ସୀତାଙ୍କୁ ଚୋରି କରିନାହିଁ, ମୁଁ ଭଞ୍ଜ ପ୍ରମାଣ ଦେବି। ମା ବସୁମତୀ କହିଲେ ଆମେ ସମସ୍ତେ ଜାଣିଛୁ ଦୁର୍ବୃତ୍ତ ରାବଣ ତାଙ୍କୁ ଚୋରି କରି ନେଲା। ନା ନାଇଁ ମା, ଶୁଣ, ସେଦିନ ତୁମ ଝିଅର ରାବଣର କଥାବାର୍ତ୍ତା କଣ ହେଇଥିଲା କହୁଛି। ରାବଣ ମୂର୍ଖ ନୁହଁ ନା, ରାବଣ ସୀତାଙ୍କୁ କାହିଁ ଚୋରି କରିବ? ତାର ଲକ୍ଷେଟା ପଦ୍ମିନୀ ଜାତୀୟ ସ୍ତ୍ରୀ। ରାବଣ ବୈଜ୍ଞାନିକ, ରାବଣ 10ଟା ଅନଲିମିଟେଡ କୋର୍ସ କମ୍ପ୍ଲିଟ କରିଥିଲା। ଠିକ ନା ଭୁଲ? ରାବଣ ସୀତାଙ୍କୁ ଚୋରି କରିଛି ନା ସୀତା ଯାଇଛନ୍ତି? ମତେ ସାହିତ୍ୟ ଦେଖଉଛି ନୃସିଂହ ହୋତା, ନାରୀ ପାଖି ବାଟେ ବାହାରି ପଡିବ। ମାଇଚିଆ ନୁହଁ, ମୁଁ ତାଙ୍କୁ କହୁନି, ଆଙ୍କୁ ଦେଖେଇକିରି ତାକୁ କହୁଛି। ପାଲା ଶୁଣିବା ଲୋକର ବେଶୀ ମୁଣ୍ଡ ଖର୍ଚ୍ଚ ପାଲାରେ। ପାଲା ଶୁଣିବା ଲୋକର ବେଶୀ ମୁଣ୍ଡ ଖର୍ଚ୍ଚ ପାଲାରେ। ମୁଁ 30 ବର୍ଷ ହେଲା ପାଲା ଗାଇଲିଣି। ବଡ ବଡ ଗାୟକ ପାଲା ଗାଇଲା ବେଳେ ଅନ୍ୟ ମନସ୍କ ହେଲେ ଆମେ ଧରି ପାରୁନୁ। କହିଲେ ସୀତେ ମୋ ଲକ୍ଷଣ ଯେତେବେଳେ ବଳୟ ରେଖା ଟାଣି ଦେଇ କୁଟୀର ଚତୁଃଶ୍ୱାସରେ ଗଲେ। ଏଇ ହଉଛି ପାଲାର ପଣ୍ଡିତେ, ଏଇ ପ୍ରଶ୍ନଟା ହଉଛି ମୂଲ୍ୟବାନ ପ୍ରଶ୍ନ। ସେତିକି ବେଳେ ଜଣେ ଆଇଲା ପର ପୁରୁଷ। କିଏ? ରାବଣ। ତୁମେ ରାବଣ ସାଙ୍ଗରେ ଚାଲିଗଲ। ସୀତା ନା। ସାର୍ ମାନେ ବିଚାର କରନ୍ତୁ, ଏଇ ହଉଛି ପୁରାଣର ବିଡମ୍ବନା, ରାମାୟଣର ବ୍ୟତିକ୍ରମ। ରାବଣ ସୀତାଙ୍କୁ ଚୋରି କରିନାହିଁ, ମୁଁ ଭଞ୍ଜ ପ୍ରମାଣ ଦେବି। ରାବଣ ସୀତାଙ୍କୁ କେମିତି ଚୋରି କରିବ? ରାବଣ ତା ପରିଚୟ ଦେଇଛି। ଏମିତି କରିବା ଲୋକକୁ କେହି ଚୋର କହିପାରିବେନି। ମା ବସୁମତୀ କହିଲେ ଆମେ ସମସ୍ତେ ଜାଣିଛୁ ଦୁର୍ବୃତ୍ତ ରାବଣ ତାଙ୍କୁ ଚୋରି କରି ନେଲା। ନା ନାଇଁ ମା, ଶୁଣ, ସେଦିନ ତୁମ ଝିଅର ରାବଣର କଥାବାର୍ତ୍ତା କଣ ହେଇଥିଲା କହୁଛି। ତୁମ ଝିଅ ସାଙ୍ଗରେ ରାବଣ କଣ କଥାବାର୍ତ୍ତା ହେଇଥିଲେ ମୁଁ ସେଇ କଥା କହୁଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବୈଦେହୀଶ ବିଳାସ। ବୈଦେହୀଶ ବିଳାସ ଧୀରେ ଧୀରେ ଆଜ୍ଞା ଆପଣ ମାନେ ସମସ୍ତେ ବିଚାର କରନ୍ତୁ, ମୋରି କଥା ଉପରେ ମୁଣ୍ଡ ଦିଅନ୍ତୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବୈଦେହୀଶ ବିଳାସ। ଦଶଗ୍ରୀବ ରାବଣ। ଠିକ ଅଛି, ମୁଁ ତୁମକୁ କହିଥିଲି ତୁମ ପାଇଁ ମୁଁ ସମୟ ନଉଛି। ଛେନାପୋଡ଼ ଟିକେ ଦେଇଥିଲା ହୋତା ଆଉ ରେଷ୍ଟ ନିଅ ତମେ। ଆପଣ ମାନେ ବିଚାର କରନ୍ତୁ। ଆଜି ରାମ କହିଲେ ତୁମକୁ, ଯେତେବେଳେ ଲକ୍ଷ୍ମଣକୁ ନିନ୍ଦା କଲ, ଲକ୍ଷ୍ମଣ କଲେ ତୁମେ ଥିଲ କୁଟୀର ଭିତରେ। ସେତିକି ବେଳେ ରାବଣ ଆଇଲା। କହିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲା ବହି ଜ୍ୟୋତି ବେଶ ରାବଣ ଯେ ଆସିବ। ବିଭୂତି ଅଙ୍ଗ କରଙ୍କ କର ମାଳେ। ସାର୍ ମାନେ ବିଚାର କରନ୍ତୁ, ସେଦିନ ରାବଣ କଣ କରିଛି ନା ତାର ରାବଣର ଆଜ୍ଞା ଧୀରେ ଆଜ୍ଞା 20ଟା ମୁଣ୍ଡ, 20ଟା ହାତ, 10ଟା ମୁଣ୍ଡ, 9ଟା ମୁଣ୍ଡ, 18ଟା ହାତକୁ ଗୁପ୍ତ କରି ବାପା ଲୋ ଆଇଲେଣି, କଣ କରିବେ ବୋଧେ ଜଣା ପଡୁଛି। ସେ ପଣ୍ଡିତେ କଣ କରିଛି? ଆଜି ଭିକ୍ଷା ମାଗିଲା। କୁଟୀର ବାହାରେ କିଏ? କୁଟୀର ଭିତରେ ସୀତା। ସେତିକି ବେଳେ ରାବଣ କହୁଛି, ମୁଁ ଭଞ୍ଜ ଲେଖା ବୋଲିବି, ଆପଣ ବିଚାର କରିବେ, ଏଥିରେ କହିବାର କଣ ଅଛି? କାହିଁ ତାଙ୍କୁ ଏତେ ଦେଖୁଛୁ? ତୁ ମତେ ଚାହୁଁନୁ, ଆଡୁ ସାଡୁ ଚଙ୍ଗ ଚଙ୍ଗ କାହିଁ ହଉଛୁ? ଅଳ୍ପ ସମୟ ଭିତରେ ଏଇ ପ୍ରଶ୍ନଟା ଟିକେ ମୁଁ ଆପଣ ମାନଙ୍କ ପରି ବୁଦ୍ଧିଜୀବୀ, ଆପଣ ମାନେ ଶୁଣନ୍ତୁ। ପ୍ରକୃତରେ ସୀତାଙ୍କୁ ରାବଣ ଚୋରି କରିଛି କି ପରିଚୟ ଦେଇ ନେଇଛି? କୁଟୀର ଭିତରେ ସୀତା, କୁଟୀର ବାହାରେ ରାବଣ। ରାବଣ 18ଟା ହାତ, 9ଟା ମୁଣ୍ଡକୁ ଗୁପ୍ତ କରି ପାଉଁଶ ବୋଳି ହେଇ କରଙ୍କ କହିଲେ କମଣ୍ଡରୁ, କଳମାଳି କହିଲେ ହାତରେ ମାଳି ଧରି କହିଲା, କହିଲା ବସନ କଷାୟ ଭିକ୍ଷା ଆଣି ଦିଅ। ବସ କ୍ଷଣେ ଈଶ ଭାସନ୍ତୁ ଏ ଭାସ। ମଉସା କଳା ନଗେଇଲା ବେଳକୁ ଭଲ ଦେଖା ଯାଉଛନ୍ତି। କଷା ବସ୍ତ୍ର ପିନ୍ଧି କହିଲା ତୁମେ କୁଟୀରରେ କିଏ ଅଛ? ମା ମତେ ଗଣ୍ଡେ ଭିକ୍ଷା ଦିଅ। କିଏ କହିଲା? ରାବଣ। ସୀତା କଣ କହିଲେ ଜାଣନ୍ତି? କହିଲେ ବସ କ୍ଷଣେ ଈଶ ଆସନ୍ତୁ ଇଏ ଭାସ ଭାସିଣ ମହ। ସୀତା କହିଲେ ତୁମେ କିଏ ଆସିଛ ଭିକ୍ଷା ପାଇଁ? ମୋ ଈଶ ଆଇଲେ ମୁଁ ଭିକ୍ଷା ଦେବି। ରାବଣ ମହା ଚାଲାକ। ଈଶ କହିଲେ ସ୍ୱାମୀ,
ଈଶ କହିଲେ ଶିବ, ଈଶ କହିଲେ ନାଇଁ ନଙ୍ଗଳ ଈଶ ଏଠି ଦରକାର ନାହିଁ। ସେଇଠି ରାବଣ କହିଲା ମୁଁ ଗଡେଇ ନେଇ ଯାଉଛି କାରଣ ପାଲାଟେ ବୋଲିବାକୁ ପଡିବ, ଏମାନେ ଆଇଲେଣି। ରାବଣ କହିଲା ବିଷ ପାଣି ଭଣି ଈଶାନ କଲେଣି, ଏ ବନେ କି ବାସ? ଶିବ କଣ ଜଙ୍ଗଲରେ ବାସ କଲେଣି? ତୁମେ ଆଇଲେ ଭିକ୍ଷା ଦବ? ମା ରାଗି ଗଲେ, କହିଲେ ଆରେ ଆରେ ଭିକାରୀ କଣ ପ୍ରତିଶବ୍ଦ କରୁଛି? ସୀତା ଆଉ ଟିକେ ବଦଳେଇ ଦେଲେ, କହିଲେ ନାଇଁ ନାଇଁ ସେ ଈଶ ନୁହଁ, ନା ଆଉ କିଏ ନା ଧବ ଆଇଲେ ଭିକ୍ଷା ଦେବି। ସାର୍ ସ୍ୱାମୀ ଅର୍ଥ ଧବ, ଧବ କହିଲେ ଗଛ, ବାଳିଆ ମାଛ ଆଗକୁ ଆସିବ। ର ପାଟି କନା ତୁ ଆଗ ତରା ହଉଛୁ କାହିଁ? ସେ ତାଙ୍କୁ ଦେଖି ବେଶୀ ବାଉଳା ହଉଛି, କାରଣ ସେ ତ ତାଙ୍କ ବସା ଘରେ ଖାସ ରହି ଆମ ଘରେ ରହିନି। ର ଧବ କହିଲେ ଗଛ। ରାବଣ କହିଲା କହିଲା ବିପିନରେ ଧବ କିବା ଜାତ ଆତ ହେଲେ ଯାଇଛି ଆସିଲେ ଭିକ୍ଷା ଦବ ଏ ବୋଇଲେ। ରାବଣ କହିଲା ଗଛ କଣ ସବୁ ଜଙ୍ଗଲରେ ଯାତାୟାତ କଲେଣି? ସେ କୁଆଡେ ଯାଇଛନ୍ତି ଆଇଲେ ଭିକ୍ଷା ଦବ? ବାବୁମାନ ପାଲା ଶୁଣିବା ଲୋକର ବେଶୀ ମୁଣ୍ଡ ଖର୍ଚ୍ଚ ପାଲାରେ। ମୁଁ 30 ବର୍ଷ ହେଲା ପାଲା ଗାଇଲିଣି। ବଡ ବଡ ଗାୟକ ପାଲା ଗାଇଲା ବେଳେ ଅନ୍ୟ ମନସ୍କ ହେଲେ ଆମେ ଧରି ପାରୁନୁ। ମୋ କହିବାର ତାତ୍ପର୍ଯ୍ୟ, ଦଶଗ୍ରୀବ ରାବଣ କହିଲା ଜଙ୍ଗଲରେ କଣ ସବୁ ଗଛ ଯିବା ଆସିବା କଲେଣି? ଧବ କହିଲେ ଗଛ, ଧବ କହିଲେ ସ୍ୱାମୀ। ସୀତା ଚିଡି ଗଲେ, କହିଲେ ନାଇଁ ଧବ ନୁହଁ, ନା ଆଉ କଣ ନା ରାଘବ। ଆହୁରି ରାବଣ ଠୋ ଠୋ ହେଇକି ହସିଲା। କହିଲା ବିଚିତ୍ର ବାଣୀ, ବାପା ସେଇ ସ୍ୱର ପକେଇ ବଜେଇବ କହୁଥିଲା। କହିଲା ବିଚିତ୍ର ବାଣୀ ଶୁଣିଲା ଦୈତ୍ୟ ଭଣୀ, ନାରୀ ପାଟି ବାଟେ ବାହାରି ପଡିବ। ମାଇଛି ଆନୁ ତୁ, ମୁଁ ତାଙ୍କୁ କହୁନି, ଆଙ୍କୁ ଦେଖେଇକିରି ତାକୁ କହୁନି। କହିଲା ବିଚିତ୍ର ବାଣୀ ଶୁଣିଲା ଦୈତ୍ୟ ଭଣୀ, ତୁ ହି ତ ମାନୁଷୀ ବାରିଧି ବାସୀ ମତ୍ସ୍ୟ ଏ ସ୍ଥଳେ আসি তো সঙ্গে বিরসি এইଠି ଛାଡ଼ିଦେବି। ପାଳିଆ କିଏ ଅଛି ତାକତ ଯଦି ଧରି ନେଇଦେବ ମୁଁ ଜାଣିବି ପାଳି। 12 ରାତି ପଇସା ଦେଇଦେବି। ହଁ ଧରିଦେବୁ, ନ ଧଇଲେ କଣ କରିବି? କଲା ବାରିଧି ବାସି ମତ୍ସ୍ୟ ଏ ସ୍ଥଳେ আসি তো সঙ্গে বিরসি ଆଉ ବାରିଧି ବାସି ମତ୍ସ୍ୟ ଏ ସ୍ଥଳେ আসি তো সঙ্গে বিরসি। ରାବଣ କହିଲା, କହିଲା লো ମା ତୁମେ କଣ ବାଳିଆ ମାଛକୁ ବାହା ହେଇଛ? କାରଣ ମଉସା ରାଘବ କହିଲେ ରାମ, ରାଘବ କହିଲେ ବାଳିଆ। ସେଇଠି ମା ଜାନକୀ ଚିଡି ଗଲେ, କହିଲେ ବକ୍ରୌକତି କହୁଛ ହୋଇ ଯଦି ବୋଇଲେ ପାର୍ଥବୀ, କେବେ ବୋଇଲେ ପାର୍ଥବୀ ବୋଲେ ମୁଁ ଲଙ୍କେଶ୍ୱର ସତେ କରି ଆସିଛି। ରାବଣ ଯେତେବେଳେ ଚିଡି ଗଲେ, ସୀତା ଚିଡି ଗଲେ, କହିଲେ ତୁମେ କଣ ଏମିତି ବଙ୍କାଳିଆ କଥାବାର୍ତ୍ତା କରୁଛ? ସେଇଠି ରାବଣ ବିଚାର କଲା, କହିଲା ମୁଁ ବିଶ୍ରବା ପୁଅ, ମୁଁ ଚୋର ନୁହଁ। ରାମ ଲୀଳାରେ ରାମଙ୍କର ସ୍ତ୍ରୀ ସୀତାକୁ ରାବଣ ଚୋରି କରିପାରେ, କିନ୍ତୁ ଥରେ ଆପଣ ତର୍ଜମା କରି ଦେଖନ୍ତୁ, ରାବଣ ମୂର୍ଖ ନୁହଁ। ରାବଣ ସୀତାଙ୍କୁ କାହିଁ ଚୋରି କରିବ? ତାର 100ଟା ପଦ୍ମିନୀ ଜାତୀୟ ସ୍ତ୍ରୀ। ରାବଣ ବୈଜ୍ଞାନିକ। ରାବଣ 10ଟା ଅନଲିମିଟେଡ କୋର୍ସ କମ୍ପ୍ଲିଟ କରିଥିଲା। ଏବେ 7-8 ଖଣ୍ଡ ବହି ବର୍ଷ ସାରା ପଢି ପଢି ଫେଲ। ମୁଁ କହୁନଥିଲି ବିଜ୍ଞାନ ବହୁ ଆଗେଇଛି, କାହିଁ 7 ସେକେଣ୍ଡ ପୂର୍ବରୁ ତ କେହି କହୁନା ଭୂମିକମ୍ପ ହବ ବୋଲି। ଦ୍ୱାପର ଯୁଗରେ କୃଷ୍ଣ କହିଥିଲେ ପର୍ଟିକୁଲାର ଭାରତ ବର୍ଷର ପଶ୍ଚିମ ଦିଗରେ ଆରବ ସାଗର ଭିତରେ 7 ଦିନ ପୂର୍ବରୁ ଭୂମିକମ୍ପ ହବ। ଗାଇନିକ ସ୍ପେଶାଲିଷ୍ଟ ଅଛନ୍ତି ଭାରତରେ, ସାରା ବିଶ୍ୱରେ। 3ଟା ବୁଢୀ ତ୍ରେତୟା ଯୁଗରେ 4ଟା ପିଲା ଜନ୍ମ କଲେ। ସାଡକୁ ଯିବିନି।
ତାକୁ ଗୋଟେ ଦିନ ଦେଖିବା। ଚାଲ ପୁଅ ଆଜ୍ଞା ଦଶଗ୍ରୀବ ରାବଣ କହିଲା କହିଲା ମୁଁ କଣ ଚୋର? ରାବଣ କହୁଛି ବିଭୂତି କିସ କହିବି ମୋର ଦେଶ କନକ ମୂର୍ତ୍ତିକା। ମୋ ସୁନାର ମାଟି। ସୁନାର ମାଟି ମାନେ କଣ? ଉର୍ବର ମାଟି। ଏ ସୁନା ମାଟି, ସୁନାର ଗଛ ଲଗେଇଲେ ଫଳିବ? ଉର୍ବର ମାଟି। 20ଟା ହାତ, 10ଟା ମଉସା। ଯୋଉ ରାବଣ 18ଟା ହାତ 9ଟା ମୁଣ୍ଡକୁ ଗୁପ୍ତ କରି ଆସିଥିଲା, ସେ ରାବଣ କହୁଛି ମୁଁ ଲଙ୍କାର ରାବଣ, ମୋର ସୁନା ସୁବର୍ଣ୍ଣର ପୁରର ମୁଁ ରାଜା, ମୋର 20ଟା ହାତ 10ଟା ମୁଣ୍ଡ। ସୀତା ଚୁପ୍ ହେଇ ରହିଲେ। ରାବଣ କହିଲା ମୋ ବାୟୋଡାଟାଟା କଣ ଭୁଲ ହେଲା କିରେ? ଆଉ ଟିକେ ଦବା। କଣ କହିଲା? କହିଲା ବଡ ପଣୁ ଇନ୍ଦ୍ର ସେଇ ଭଞ୍ଜ ମତେ ସାହିତ୍ୟ ଦେଖଉଛି ନୃସିଂହ ହୋତା। କହିଲା ବଡ ପଣୁ ଇନ୍ଦ୍ର ବସେ ଦ୍ୱାର ପାଶେ ବିଶୁଦ୍ଧ ଜାତିରେ ବିଶୁଦ୍ଧ ଜାତିରେ ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ସତ। ମୁଁ ବ୍ରହ୍ମାର ଚତୁର୍ଥ ପୁରୁଷ। ମୁଁ 14 ଗଣ୍ଡା ଯୁଗକୁ ବର ପାଇଛି। ସବୁତକ ଖୋଲିଦେଲା ନିଜର ବାୟୋଡାଟା ଦେଖେଇ। ଆମେ ଆଜ୍ଞା ପାଲା ଗାଇକି ଫେରିଲା ବେଳେ ଓଡିଶାର ଧନୀ ଲୋକ କହିବେ କି ନନା ଟଙ୍କା 5ଟା ଦେଲ ପାନ ଖାଇବି? କହିବେ ନା? ଆମେ ତାଙ୍କ ମୁଣ୍ଡରେ ଚାମର ଦେଲେ ସେ ଆମକୁ 1000 ଟଙ୍କା କି 500 ଟଙ୍କା 100 ଟଙ୍କା ଦେବେ। ଇଏ ଦଶଗ୍ରୀବ ରାବଣ ଆଇଛି ଭିକ୍ଷା ମାଗିବା ପାଇଁ। ସେ ତ ସବୁ ପରିଚୟ ଦେଲା। ତୁମେ କୁଟୀର ଭିତରେ ବସିଲ ନାଇଁ, ତୁମେ କୁଟୀର ବାହାରକୁ ଆସିକିରି ଭିକ୍ଷା ଦବାରୁ ସେ ନେଲା ନା। ଠିକ ନା ଭୁଲ? ରାବଣ ସୀତାଙ୍କୁ ଚୋରି କରିଛି ନା ସୀତା ଯାଇଛନ୍ତି?